ଆଜି ନୂଆଦିଲ୍ଲୀଠାରେ ମାନ୍ୟବର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି.ଆର୍. ପାଟିଲଜୀଙ୍କର ଅଧ୍ୟକ୍ଷତାରେ ଏବଂ ରାଜ୍ୟମନ୍ତ୍ରୀଙ୍କର ଉପସ୍ଥିତିରେ ଛତିଶଗଡ଼ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁଦେବ ସାଏ ତାଙ୍କ ଉପସ୍ଥିତିରେ ମହାନଦୀ ଜଳ ବଣ୍ଟନ ଏବଂ ତାର ପରିଚାଳନା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ଓଡ଼ିଶା ସରକାରଙ୍କ ତରଫରୁ ମୁଁ ନିଜେ ଉପସ୍ଥିତ ଥିଲି, ମୋର ଅଧିକାରୀମାନେ ମଧ୍ୟ ସମସ୍ତେ ଉପସ୍ଥିତ ଥିଲେ। ଏହି ବୈଠକରେ ଓଡ଼ିଶାର ଯେଉଁ ଅଧିକାର ଅଛି, ଚାଷୀକୂଳଙ୍କର ଭବିଷ୍ୟତ ଏବଂ ରାଜ୍ୟର ଜଳ ସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ଆମର ପକ୍ଷ ଦୃଢ଼ତାର ସହ ଉପସ୍ଥାପନା ଏଥିରେ କରାଯାଇଛି। ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଏବଂ ସୌହାର୍ଦ୍ଦ୍ୟ ବାତାବରଣ ଭିତରେ କିଭଳି ଭାବରେ ମହାନଦୀ ଜଳ ସମସ୍ୟାର ସମାଧାନ ଏକ ସ୍ଥାୟୀ ସମାଧାନ ଆପୋଷ ଆଲୋଚନା ମାଧ୍ୟମରେ ଏବଂ ସନ୍ତୋଷଜନକର ମାଧ୍ୟମରେ ତାର ସମାଧାନ କେମିତି କରାଯାଇପାରିବ, ସେଥିପାଇଁ ଏ ବାବଦରେ ଆଜି ଆରମ୍ଭ ହୋଇଛି ଏବଂ ଏ ଆଲୋଚନା କେନ୍ଦ୍ର ଜଳଶକ୍ତି ବିଭାଗ ଦ୍ୱାରା ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଥିବା ଯେଉଁ କେନ୍ଦ୍ର ଜଳ ଆୟୋଗ ତାଙ୍କର ଉପସ୍ଥିତିରେ ଆଲୋଚନା ହେବ, ଅଧିକାରୀମାନଙ୍କର ସ୍ତରୀୟରେ ବି ହେବ ଏବଂ ଯାହା ଆବଶ୍ୟକତା ହେବ ତା ଉପରେ ଆଗାମୀ 3 ମାସ ପର୍ଯ୍ୟନ୍ତ ଏ ଆଲୋଚନା ଜାରି ରହିବ ଏବଂ ସମ୍ଭବତଃ ମୁଁ ଆଶା ବ୍ୟକ୍ତ ମଧ୍ୟ କରିବି, ଛତିଶଗଡ଼ ସରକାର ବି ଏଥିରେ ସହମତି ଅଛନ୍ତି, ରାଜି ବି ଦେଇଛନ୍ତି ଯେ ନିଶ୍ଚିତ ଭାବରେ ଏ 3 ମାସ ଭିତରେ ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ଯେଉଁ ମହାନଦୀ ଜଳ ଉପରେ, ଜଳ ବଣ୍ଟନ ଉପରେ, ତାର ପରିଚାଳନା ଉପରେ, ତାର ସୁରକ୍ଷା ଉପରେ ଯେଉଁ ସମସ୍ୟା ଗୁଡ଼ିକ ଅଛି ତାକୁ ସମାଧାନ କରାଯିବ ଏବଂ ନିଶ୍ଚିତ ଭାବରେ ମୁଁ ବି ଆଶା ବ୍ୟକ୍ତ କରିବି ଯେ ଆସନ୍ତା ଯେଉଁ ଦିୱାଲି ଅଛି, ଦୀପାବଳି ଅଛି, ସେତେବେଳକୁ ନିଶ୍ଚିତ ଭାବରେ ସମସ୍ୟାର ସମାଧାନ ହୋଇଥିବ ଏବଂ ଧୁମଧାମରେ ଆମେ ଦୀପାବଳି ମାନିବା ପାଇଁ ମଧ୍ୟ ନିଶ୍ଚିତ ଭାବରେ ଏଥିରେ ଉଭୟ ରାଜ୍ୟ ସହମତି ଅଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କର କ'ଣ ଆଭିମୁଖ୍ୟ ଥିଲା ଏଥିରେ? ସମାନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବି ସେହି ସମାନ। ଆମେ ପ୍ରଥମରୁ ଏଥିରେ ସହମତି ଥିଲୁ। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଳମ୍ବରେ ସହମତି ହେଲେ ଏବଂ ସେ ସହମତି ହେଲା ପରେ ହିଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଦ୍ୱାରା ଏଥିରେ ସେ ଏ ବୈଠକକୁ ଆହ୍ୱାନ କଲେ ଏବଂ ଏ ବୈଠକରେ ସକାରାତ୍ମକ ଆଲୋଚନା ହୋଇଛି। ଆଗାମୀ 3 ମାସ ଭିତରେ ନିଶ୍ଚିତ ଭାବରେ ଗୋଟାଏ ଭଲ ସିଦ୍ଧାନ୍ତରେ ଏ ମହାନଦୀ ଜଳ ବିବାଦ ଉପରେ ଆମେ ଉଭୟ କେନ୍ଦ୍ର ସରକାର ସହିତ ଛତିଶଗଡ଼ ସରକାର ଏବଂ ରାଜ୍ୟ ସରକାର ଯେଉଁ ଭିତରେ ଯେଉଁ ଆଲୋଚନା ହେବ, ଏ ଟ୍ରିପଲ୍ ଇଞ୍ଜିନ୍ ସରକାରରେ ନିଶ୍ଚିତ ଭାବରେ ସମାଧାନ